ମୁଁ ଅତ୍ୟନ୍ତ ଖୁସି ଆଜି ବିଜୁ ଶ୍ରମିକ ସାମୂହିକ ତରଫରୁ ପରିବର୍ଦ୍ଧିତ କାର୍ଯ୍ୟକ୍ରମ ହେଇଛି ଏବଂ ବିଜୁ ଶ୍ରମିକ ସାମୂହିକ ସଂଗଠନର ନୂତନ ଭାବେ ଆମର ପ୍ରଫୁଲ୍ଲ ସାମଲ ମହୋଦୟଙ୍କୁ ସଭାପତି ଭାବେ ନିୟୋଜିତ କରାଯାଇଛି। ସେଥିପାଇଁ ମୁଁ ମାନ୍ୟବର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ନିଶ୍ଚିତ ଭାବେ ତାଙ୍କର ନେତୃତ୍ୱରେ ଆଗାମୀ ଦିନରେ ଶ୍ରମିକ ସାମୁଖ୍ୟ ଆହୁରି ମଜବୁତ ହେବ ଏବଂ ସେମାନଙ୍କ ନ୍ୟାଯ୍ୟ ଦାବି ପାଇଁ ଆଗାମୀ ଦିନରେ ନିଶ୍ଚିତ ଭାବେ ଲଢ଼େଇ ହେବ। କିଛି ଗୋଷ୍ଠୀ କନ୍ଦଳ ନାହିଁ, ସେଟା ଆପଣମାନେ ତାକୁ ତିଆରି କରିଛନ୍ତି। ସେଥିରେ ଗୋଷ୍ଠୀ କନ୍ଦଳ ନାହିଁ, ତାଙ୍କର ଆଭ୍ୟନ୍ତରୀଣ ବେପାର ଏବଂ କର୍ପୋରେସନ ଭିତରେ ଯାହା ହେଇଛି ସେ କଥାକୁ ସେମାନେ ଉପସ୍ଥାପନ କରିଛନ୍ତି। ଯେହେତୁ ତାକୁ ଫୋରମରେ ଉପସ୍ଥାପନ ହେଇପାରିନାହିଁ, ସେଥିପାଇଁ ସେମାନେ ବାଧ୍ୟ ଆପଣମାନଙ୍କ ମାଧ୍ୟମ ନେଇଛନ୍ତି ଏବଂ ସେଥିରେ ଯୋଉ ଅବହେଳା ହେଇଛି, ସେଥିରେ ଯୋଉ ଭଳି ଭାବେ କିଛି ପେମେଣ୍ଟକୁ ନେଇକି କର୍ପୋରେଟ ଭାଇମାନେ ପ୍ରଶ୍ନ ଉଠେଇଛନ୍ତି, ତାହା ଆଗାମୀ ଦିନରେ ନିଶ୍ଚିତ ଭାବେ ଆପଣମାନେ ମଧ୍ୟ ଜାଣିବେ। ଏଥିରେ ଗୋଷ୍ଠୀ କନ୍ଦଳ ନାହିଁ, ଏଥିରେ ସମସ୍ତେ ଏକତ୍ରିତ ହୋଇ ଅଛନ୍ତି ଏବଂ ଆଗାମୀ ଦିନରେ ତା କଥା ମଧ୍ୟ ଆପଣମାନେ ଜାଣିପାରିବେ। କୌଣସି ଜାଗାରେ କିଛି ଗଡ଼ ଭାଙ୍ଗି ନାହିଁ। ଗଡ଼ ଭାଙ୍ଗିବା କଥା କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାକୁ ପ୍ରଚାର ପ୍ରସାର କରୁଛନ୍ତି ଏବଂ ସେଥିରେ ସେମାନେ କେବେ ସଫଳ ହେବେ ନାହିଁ।